ଆଜି ଚାଲନ୍ତୁ ଶୁଣିବା ଜହ୍ନମାମୁଁର ଗୋଟେ ଐତିହାସିକ କାହାଣୀ ସୀମାନ୍ତର ବୀର। 2000ରୁ ଅଧିକ ବର୍ଷ ତଳେ ଭାରତର ଉତ୍ତର ପଶ୍ଚିମ ସୀମାନ୍ତ ଉପରେ ଦଳ ଦଳ ଯାଯାବର ବାରମ୍ବାର ଚଢ଼ାଉ କରୁଥାନ୍ତି। ଭାରତ ସୀମାନ୍ତର କୌଣସି ରାଜା ସେମାନଙ୍କୁ ଆକ୍ରମଣ କରି ଉଚିତ ଶିକ୍ଷା ଦେବାର ସୁଯୋଗ କେହି ପାଉନଥିଲେ। କ୍ରମେ ସେହି ଯାଯାବରମାନେ ଭାରତ ଭୂମିକୁ ଅତ୍ୟନ୍ତ ଭଲ ପାଇଲେ। ସେମାନେ ଭାରତ ଭିତରେ ବସବାସ କରି ଶାନ୍ତିପୂର୍ଣ୍ଣ ଜୀବନ ବିତାଇଲେ। ସେମାନଙ୍କୁ କୁଷାଣ ବୋଲି କୁହାଗଲା। ସେମାନେ ନୂଆ ନୂଆ ଗ୍ରାମ ସହର ସ୍ଥାପନା କଲେ, ଆଉ ଚାଷବାସ ତଥା ବେପାର କଲେ। କ୍ରମେ ସେମାନଙ୍କ ନେତାମାନେ ବେଶ୍ ଶକ୍ତିଶାଳୀ ହୋଇ ଉଠିଲେ। ଆଧୁନିକ ପେଶାବରର ନାମ ସେତେବେଳେ ଥିଲା ପୁରୁଷପୁର। ସେଠାରେ କାଡଫିସ୍ ନାମକ ଜଣେ କୁଷାଣ ନେତା ଗୋଟିଏ ରାଜ୍ୟ ସ୍ଥାପନା କଲେ। ସେହି ବଂଶର ତୃତୀୟ ରାଜା ହେଲେ କନିଷ୍କ। ସେ ପୁରୁଷପୁରକୁ ଏକ ଅଭେଦ୍ୟ ତଥା ସୁନ୍ଦର ନଗରୀରେ ପରିଣତ କଲେ। ଖ୍ରୀଷ୍ଟପୂର୍ବ 78 ମସିହାର କନିଷ୍କ ଗୋଟିଏ ନୂତନ ବର୍ଷ ପଞ୍ଜି ଚଳାଇଲେ। ଶକାବ୍ଦ ନାମରେ ଅଦ୍ୟାବିତ ତାହା ପ୍ରଚଳିତ ଅଛି। ସେ ଦେଶ ଜୟ କରିବା ଦିଗରେ ପ୍ରବଳ ଆଗ୍ରହୀ ଥିଲେ। ବିଶାଳ ସୈନ୍ୟବାହିନୀ ଧରି ସେ ଚୀନ ଭୂଖଣ୍ଡର ବହୁ ଅଂଶ ଜୟ କଲେ। ଭାରତ ଓ ଆଖପାଖର ବହୁ ରାଜାକୁ ମଧ୍ୟ ସେ ଅଧୀନକୁ ଆଣିଲେ। ତେବେ ସେ ଯଥାଶୀଘ୍ର ଜଣେ ଶାନ୍ତିପ୍ରିୟ ଶାସକ ବନିଗଲେ। ସେ ଚତୁର୍ଥ ବୌଦ୍ଧ ସମ୍ମିଳନୀ ଡକାଇଥିଲେ। କାଶ୍ମୀରର କୁଣ୍ଡଳବନ ବିହାରରେ ତାହା ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀର ସିଦ୍ଧାନ୍ତମାନ ତାମ୍ରଫଳକମାନଙ୍କରେ ଲେଖା ହୋଇ ଭବିଷ୍ୟତ ସକାଶେ ରଖାଗଲା। କନିଷ୍କଙ୍କ ରାଜସଭାରେ ଅନେକ ଗୁଣୀ ବ୍ୟକ୍ତି ଥିଲେ, ଯଥା କବି ଅଶ୍ୱଘୋଷ, ଦାର୍ଶନିକ ନାଗାର୍ଜୁନ, ଚିକିତ୍ସକ ଚରକ। କଳା ଓ ସଂସ୍କୃତିର ବ୍ୟାପକ ଚର୍ଚ୍ଚା ହେଲା। ଗାନ୍ଧାର କଳା ନାମରେ ଯାହା ଖ୍ୟାତ, ସେତିକିବେଳେ ତାର ବିକାଶ ହୋଇଥିଲା। କବି ଅଶ୍ୱଘୋଷ ଏକାନ୍ତରେ ବସି କବିତା ଆବୃତ୍ତ କଲାବେଳେ ତାର କରୁଣ ଭାବ ଯୋଗୁଁ କେତେକ ଅଶ୍ୱ ଅଶ୍ରୁପାତ କରୁଥିବାର ଦେଖାଯାଇଥିଲା ବୋଲି କିମ୍ବଦନ୍ତୀ କହେ। ସେଥିପାଇଁ କବିଙ୍କ ନାମ ହୋଇଥିଲା ଅଶ୍ୱଘୋଷ। ସେ ବୁଦ୍ଧ ଚରିତର ରଚୟିତା। ନାଗାର୍ଜୁନଙ୍କର ଆର୍ଯ୍ୟଦେବ ନାମକ ଜଣେ ଶିଷ୍ୟ ଥିଲେ। ପ୍ରଥମ ଦେଖାରେ ନାଗାର୍ଜୁନ ଭାବି ଶିଷ୍ୟଙ୍କୁ ଏକ ଜଳପୂର୍ଣ୍ଣ ପାତ୍ର ଦେଖାଇଲେ। ଆର୍ଯ୍ୟଦେବ ସେଥିରେ ଗୋଟିଏ ସୂଚି ନିକ୍ଷେପ କଲେ। ଜଳ ଜ୍ଞାନର ପ୍ରତୀକ। ସେ ଜ୍ଞାନର ମୂଳରେ ପହଞ୍ଚିବା ନିମନ୍ତେ ଆର୍ଯ୍ୟଦେବଙ୍କର ଯେଉଁ ଆକାଂକ୍ଷା, ସୂଚି ଥିଲା ତାହାର ପ୍ରତୀକ। ଅନେକ ପୁରାକାଳରେ ଋଷି ଆର୍ତ୍ତେୟ ତାଙ୍କ ଶିଷ୍ୟ ଅଗ୍ନିବେଶକୁ ରୋଗର କାରଣ ଆଉ ପ୍ରତିକାର ତତ୍ତ୍ୱ ଶିକ୍ଷା ଦେଇଥିଲେ। ସେ ଦୁହିଁଙ୍କ କଥୋପକଥନ ଅଗ୍ନିବେଶ ସଂହିତା ନାମରେ ପରିଚିତ ଥିଲା, କିନ୍ତୁ ସେ ବିଦ୍ୟା ପ୍ରାୟ ବିସ୍ମୃତ ହୋଇଯାଇଥିଲା। କନିଷ୍କଙ୍କ ପୃଷ୍ଠପୋଷକତାରେ ଚରକ ସେହି ଲୁପ୍ତ ବିଦ୍ୟା ଉଦ୍ଧାର କଲେ। ସେ ପ୍ରାଚୀନ ବିଦ୍ୟାର ସେ ଏଭଳି ବ୍ୟାପକ ବ୍ୟାଖ୍ୟା କଲେ ଯେ ତାହା କ୍ରମେ ଚରକ ସଂହିତା ଭାବରେ ହିଁ ଖ୍ୟାତି ଲାଭ କଲା। ପ୍ରକୃତିର ଗଛଲତାର ବିଶେଷ ଗୁଣମାନ ଜାଣିବା ନିମନ୍ତେ ସେ ହିମାଳୟରେ ତପସ୍ୟା କରିଥିଲେ। କନିଷ୍କଙ୍କ ରାଜୁତି କାଳରେ କୁଷାଣମାନେ ନିଜ ପୂର୍ବ ସଂସ୍କାରମାନ ଭୁଲିଯାଇ ପୁରା ଭାରତୀୟ ହୋଇଗଲେ। ସୀମାନ୍ତରେ ଥାଇ କୁଷାଣମାନେ ଭାରତବର୍ଷକୁ ଅନ୍ୟ ଯାଯାବର ଦଳମାନଙ୍କ ଆକ୍ରମଣରୁ ରକ୍ଷା କଲେ। ଯାଯାବରମାନେ ଆଉ ଭାରତ ଆକ୍ରମଣ କରିବାକୁ ସାହସ କଲେ ନାହିଁ। ପୁରୁଷପୁରରେ କନିଷ୍କ ଗୋଟିଏ ବିଶାଳ ସ୍ତୂପ ନିର୍ମାଣ କଲେ। ଏହି ସ୍ତୂପ ଭିତରେ ରହିଥିଲା ବୁଦ୍ଧଙ୍କ ପବିତ୍ର ଦେହାବଶେଷ। ଏହାର ଉଚ୍ଚତା ଥିଲା 600 ଫୁଟ। ପରିବ୍ରାଜକମାନେ ଏହାକୁ ଅତି ମହତ୍ ଭାବ ଉଦ୍ରେକ କରୁଥିଲା ବୋଲି ଲେଖି ଯାଇଛନ୍ତି। ଆଜି ପୁରୁଷପୁର ପାକିସ୍ତାନର ଅଂଶବିଶେଷ। ଆପଣମାନେ ଶୁଣୁଥିଲେ ଜହ୍ନମାମୁଁର ଗୋଟେ କାହାଣୀ ସୀମାନ୍ତର ବୀର।